କେତୋଟି ସୁବିଚାର। 1. ସେହି ସମ୍ପର୍କକୁ ସେହିଠାରେ ଛାଡ଼ି ଦିଅ ଯେଉଁଠାରେ କୌଣସି ତୃତୀୟ ବ୍ୟକ୍ତିକୁ ଖୁସି କରିବା ପାଇଁ ଆପଣଙ୍କୁ କଷ୍ଟ ଦିଆଯାଉଛି। 2. ବଫା ଶିଖିବାର ଅଛି ତ ମୃତ୍ୟୁଠାରୁ ଶିଖ। ଯେ ଗୋଟିଏ ଥରେ ନିଜର ବନାଇଦେବ ତ ପୁଣି ଅନ୍ୟ କାହାର ହେବାକୁ ଦେଇନଥାଏ। 3. ଏକା ବସି ନିଜକୁ ଗୋଟିଏ ପ୍ରଶ୍ନ କର ଯେ ମୋର ଅନୁପସ୍ଥିତିରେ ସବୁଠାରୁ ବେଶୀ ଫରକ କାହାକୁ ପଡ଼ିବ। ଖାଲି ଯାହାକୁ ଫରକ ପଡ଼ିବ ତା ପାଇଁ ବଞ୍ଚନ୍ତୁ, ବାକି ସମସ୍ତଙ୍କୁ ତାଙ୍କ ପରିସ୍ଥିତିରେ ଛାଡ଼ି ଦିଅନ୍ତୁ। 4. ସମୟ, ସମ୍ମାନ ଏବଂ ବିଶ୍ୱାସ ଏହି ତିନୋଟି ଜିନିଷ ଏମିତି ହୋଇଥାଏ ଯାହା ଗୋଟିଏ ଥର ହାତରୁ ଚାଲିଗଲେ ପୁଣି ଦ୍ୱିତୀୟ ଥର କେବେ ଫେରି ଆସିନଥାଏ। 5. ଯଦି କୌଣସି ବ୍ୟକ୍ତି ଆପଣଙ୍କର ଭଲପଣିଆକୁ ଆପଣଙ୍କର ଦୁର୍ବଳତା ବୁଝି ବାରମ୍ବାର ଆପଣଙ୍କୁ ଚୋଟ ପହଞ୍ଚାଉଛି ତ ମନେ ରଖନ୍ତୁ ଯେ ସହନଶୀଳତା ସେତେବେଳେ ପର୍ଯ୍ୟନ୍ତ ଭଲ ଲାଗିଥାଏ ଯେତେ ସମୟ ପର୍ଯ୍ୟନ୍ତ ସେ ଆତ୍ମସମ୍ମାନକୁ ଆଘାତ ନ କରିଛି। ଏଥିପାଇଁ ଯେଉଁଠାରେ ସମ୍ମାନ କମ୍ ହୋଇଥାଏ ସେଠାରୁ ଚୁପଚାପ ଦୂରେଇ ଯିବା ହିଁ ବୁଦ୍ଧିମାନି ଅଟେ। 6. ଜୀବନରେ ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ଯେଉଁ ଲୋକ ଆପଣଙ୍କର ବାସ୍ତବିକତାକୁ ବୁଝିନଥାଏ ସେମାନେ ଆପଣଙ୍କର ସବୁ ଚେଷ୍ଟାରେ କମି ବାହାର କରିବେ ଏବଂ ଶେଷରେ ଆପଣ ନିଜକୁ ହିଁ ହରାଇଦେବେ। 7. ଯେଉଁ ଲୋକ ଆପଣଙ୍କର ସାମ୍ନାରେ ଆପଣଙ୍କର ପ୍ରଶଂସା ଏବଂ ପଛରେ ଆପଣଙ୍କର ଖରାପ ଚିନ୍ତା କରନ୍ତି ତାଙ୍କଠାରୁ ଦୂରେଇ ଯିବା ହିଁ ଭଲ ଅଟେ, କାରଣ ଏମିତି ଲୋକ କେବେ ମଧ୍ୟ ଆପଣଙ୍କର ପଛପଟେ ଚକୁ ଭୁଷି ପାରିବ। 8. ଯଦି ଆପଣଙ୍କର ଉପସ୍ଥିତି କାହାକୁ ବୋଝ ଲାଗିଥାଏ ତ ସେଠାରେ ରହିବାର ଜିଦ୍ କରନ୍ତୁ ନାହିଁ, କାରଣ ସମ୍ମାନ ମାଗିବା ଦ୍ୱାରା ନୁହେଁ ବରଂ ନିଜର ମୂଲ୍ୟ ବୁଝିବା ଦ୍ୱାରା ମିଳିଥାଏ। 9. ଯେଉଁ ବ୍ୟକ୍ତି ଆପଣଙ୍କର ଭାବନାର ମୂଲ୍ୟ ବୁଝିନଥାଏ ତା ପାଇଁ ନିଜ ଭାବନାକୁ ବାରମ୍ବାର ତ୍ୟାଗ କରିବା ମୂର୍ଖତା ଅଟେ, କାରଣ ଗୋଟିଏ ସାଇଡ୍ର ସମ୍ପର୍କ ଖାଲି ଦୁଃଖ ହିଁ ଦେଇଥାଏ। 10. ଜୀବନରେ ସବୁଠାରୁ ବଡ଼ ଶିକ୍ଷା ଏହା ଅଟେ ଆଶା ଯେତିକି କମ୍ ରଖିବ ଦୁଃଖ ସେତିକି ହିଁ କମ୍ ହେବ, କାରଣ ମଣିଷ ସେହିଠାରେ ବେଶୀ ଭାଙ୍ଗିଥାଏ ଯେଉଁଠାରେ ତାକୁ ଭରସା ବେଶୀ ମିଳିଥାଏ। 11. ଯଦି କେହି ଆପଣଙ୍କର ସାଇଲେନ୍ସକୁ ଆପଣଙ୍କର ଦୁର୍ବଳତା ବୁଝିଥାଏ ତ ତାକୁ ସେହି ଭୁଲ ଧାରଣାରେ ରହିବାକୁ ଦିଅନ୍ତୁ, କାରଣ ଯେବେ ମଜବୁତ ମଣିଷ କହିଥାଏ ତ ତାର ଗୋଟିଏ ଆୱାଜ ବହୁତ ଲୋକଙ୍କର ଚିନ୍ତା ଶକ୍ତି ବଦଳାଇ ଦେଇଥାଏ। 12. କେବେ ମଧ୍ୟ ନିଜର ଆତ୍ମସମ୍ମାନଠାରୁ ବଡ଼ କୌଣସି ସମ୍ପର୍କ ବନାନ୍ତୁ ନାହିଁ, କାରଣ ଯେଉଁ ସମ୍ପର୍କ ଆପଣଙ୍କୁ ନିଜର ନଜରରେ ତଳେ ପକାଇ ଦିଏ ତାହା ସମ୍ପର୍କ ନୁହେଁ ବରଂ ଗୋଟିଏ ବୋଝ ଅଟେ। 13. ଦୁନିଆରେ ସେହି ଲୋକ ଆଗକୁ ବଢ଼ନ୍ତି ଯେ ଆବଶ୍ୟକ ପଡ଼ିବା ଦ୍ୱାରା ନା କହିବା ଜାଣିଥାଏ, କାରଣ ସବୁ ସମୟରେ ନତମସ୍ତକ ହେଉଥିବା ଲୋକ ଶେଷରେ ଭାଙ୍ଗି ଯାଇଥାଏ। 14. ଯେଉଁ ଲୋକ ଆପଣଙ୍କର ଖରାପ ସମୟରେ ହାତ ଛାଡ଼ି ଦିଅନ୍ତି ସେମାନଙ୍କୁ ଭଲ ସମୟରେ ଦୂରେଇ ରହିବା ହିଁ ବୁଦ୍ଧିମତ୍ତା ଅଟେ, କାରଣ ସମୟ ପରିବର୍ତ୍ତନ ହୋଇଥାଏ କିନ୍ତୁ ସ୍ୱଭାବ ନୁହେଁ। 15. ଜୀବନରେ ସବୁ ବିଫଳତା ଆପଣଙ୍କୁ କିଛି ଶିକ୍ଷା ଦେଇଥାଏ, ଏଥିପାଇଁ ଅସଫଳତାକୁ ନ ଡରି ତାଠାରୁ କିଛି ଶିକ୍ଷା ନେଇ ନିଜକୁ ଆହୁରି ମଜବୁତ ବନାନ୍ତୁ। 16. ଯେଉଁ ଘରେ ସମ୍ମାନ ଏବଂ ଶାନ୍ତି ମିଳିନଥାଏ ସେଠାରେ ବେଶୀ ଦିନ ପର୍ଯ୍ୟନ୍ତ ରହିବା ଆତ୍ମାକୁ ଧୀରେ ଧୀରେ ଭାଙ୍ଗି ଦେଇଥାଏ, ଏଥିପାଇଁ ଶାନ୍ତିରେ ରହିବା ପାଇଁ ଉଚିତ ନିର୍ଣ୍ଣୟ ନେବା ଆବଶ୍ୟକ ଅଟେ। 17. ଅନ୍ୟ କାହା ପାଇଁ ନିଜକୁ ଏତିକି ମଧ୍ୟ ପରିବର୍ତ୍ତନ କରନ୍ତୁ ନାହିଁ ଯେ ଗୋଟିଏ ଦିନ ଆଇନାରେ ନିଜକୁ ଚିହ୍ନି ମଧ୍ୟ ପାରିବ ନାହିଁ, କାରଣ ଅସଲି ଖୁସି ସେଠାରେ ଅଛି ଯେଉଁଠାରେ ଆପଣ ନିଜ ପାଇଁ ବାସ୍ତବିକ ରୂପରେ ସ୍ୱୀକାର କରିପାରନ୍ତି। 18. ଯେଉଁ ଲୋକମାନେ ଆପଣଙ୍କ ସ୍ୱପ୍ନ ଉପରେ ହସିଥାନ୍ତି ସେହି ଲୋକମାନେ ଆପଣଙ୍କର ସଫଳତା ଉପରେ ସବୁଠାରୁ ବେଶୀ ଈର୍ଷା କରିଥାନ୍ତି, ଏଥିପାଇଁ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ରଖନ୍ତୁ, ଲୋକମାନଙ୍କର କଥା ଉପରେ ନୁହେଁ। 19. ଜୀବନରେ ସବୁ ସମ୍ପର୍କକୁ ନିଭାନ୍ତୁ କିନ୍ତୁ ନିଜକୁ ହରାଇ ନୁହେଁ, କାରଣ ଯଦି ଆପଣ ହିଁ ନ ରହିବେ ତ ଅନ୍ୟ କାହା ପାଇଁ କ'ଣ ରହିଯିବ। 20. ମନେ ରଖନ୍ତୁ ସମୟ ସବୁ ଆଘାତ ଭରିଦିଏ କିନ୍ତୁ ଯେଉଁ ଶିକ୍ଷା ସେ ଶିଖାଇଥାଏ ତାହା ଜୀବନ ସାରା ସାଥିରେ ରହିଥାଏ, ଏଥିପାଇଁ ସବୁ ଅନୁଭବକୁ ନିଜ ଶକ୍ତି ବନାନ୍ତୁ, ଦୁର୍ବଳତା ନୁହେଁ। 21. ଯେଉଁଦିନ ଆପଣ
ଲୋକଙ୍କର ଭାବନାରୁ ବେଶୀ ନିଜର ଆତ୍ମାର ଆୱାଜ ଶୁଣିବା ଆରମ୍ଭ କରିଦିଅନ୍ତି, ସେହିଦିନଠାରୁ ଆପଣଙ୍କର ଜୀବନ ସତରେ ବଦଳିବାର ଆରମ୍ଭ ହୋଇଯାଏ। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।